ଜୟ ଜଗନ୍ନାଥ ସାଙ୍ଗମାନେ, ଆଶା କରୁଛି ଆପଣମାନେ ଭଲରେ ଦେଖିଆ ଥିବେ। କୁଆଡେ ଯିବା ସ୍ୱାଗତ କରୁଛି ମୋର ଏକ ପୁଣି ଦେଖିଆ କୁଆଡେ ଛୋଟ ଯିବା। ଭିଡ଼ିଓକୁ। ତୁ ଯିବୁ ଦେଖନ୍ତୁ କି? ଏ କଲରା ଗଛଟା ମୁଁ କେତେ ଛୋଟ ଛୋଟ ଲଗେଇଥିଲି। ଆପଣମାନେ ମୋ ଭିଡ଼ିଓ ଦେଖୁଥିଲେ ଜାଣିପାରିବେ। ଏବେ ମାଡ଼ିଗଲାଣି, ସେଥିପାଇଁ ମୁଁ ଝାଟି ଦେଇକି ଆକୁ ମଡ଼େଇ ଦେଲି। ଏତିକି ଦେଇଛି ଝାଟି, ଆହୁରି ଉପରକୁ ଦେବି ମାଡ଼ିବା ପାଇଁ। ଆଜି ମୁଁ ମୋ ଗଛରେ କଣ କଣ ଦେଇକି ଗଛ ଏତେ ଭଲ ଦେଖାଯାଉଛି, କଣ ଦଉଛି ଆଜି ମୁଁ ଦେଖେଇବି। ଦେଖନ୍ତୁ, ଏମିତି ଶୁଖିଲା ଗୋବର ନେଇଯିବେ। ତାଜା ଗୋବର ନେବେନି, ନହେଲେ ମୂଳ ପଚେଇ ଦେଇପାରେ। ଏନ୍ତା ଗୁଣ୍ଡା କି ଗୋବର ନେଇଯିବେ ଘଷି କି ଗୋବର 2 ଦିନ 3 ଦିନ ରଖିକି ତାପରେ ନେଇଯିବେ। ତାକୁ ଏମିତି ପାଣିରେ ବତୁରେଇ ଦେଇକି ଗୋଳେଇ ଦେବେ। ଗୋଳେଇ ଦେଇକି ଗଛ ସବୁ ମୂଳରେ ଦେଇଦେବେ। ମୁଁ ଏଇ ମନ୍ଦାର ଗଛ ମୂଳରେ ଦଉଛି। ମନ୍ଦାର ଗଛଟା ମାଙ୍କଡ଼ ଖାଇ ଦେଇଛି, ବହୁତ ସୁନ୍ଦର ହେଇଥିଲା, ଦେଖିଥିବେ ଆପଣମାନଙ୍କ ଭିଡ଼ିଓରେ। ସବୁ କଲୁ ଗଛରେ ଏମିତି ପାଣି ମିଶେଇକି କରିକି ଦେଇଦେଲି। ଭିତରଟା କରୁନୁ। ଦେଖନ୍ତୁ, ଏଇ ଗଛରେ ବି ମୋର ଫୁଲ ଆସିନି, ବୋଧେ ଆସିଯିବ ଏବେ। ତାପରେ ସବୁଥିରୁ ପାଣି ଟିକେ ଟିକେ ଦେଇଦେଲି, ଗୋବର ସାଙ୍ଗମାନେ ପାଣି। ଏଇଠି ଆମେ ନିକି ଏଇଟା କବିର ଦେଇଦେଲେ ଲବିଲି ଗୋବର ପାଣିଟା ଗଛରେ ପାଣି ଦଉଛୁ। ଗଛ ପୁରା ତାଜା ରହିବ, ପତ୍ର କଅଁଳିବ ଜଲ୍ଦି। କଢ଼ ବି ବହୁତ ସାରା ହବ। ସବୁଥିରେ ଦେଇଦେଲି। ଖାସ୍ କରି ଏଇଟା ଟେବୁଲ୍ କଢ଼ ପାଇଁ। ରହିଲି, ଜୟ ଜଗନ୍ନାଥ। ଦେଖାହବ ନେକ୍ସଟ ଭିଡ଼ିଓରେ।